ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପାଷ୍ଟରମାନଙ୍କ ପଛରେ ଚାଲିବା ଲୋକମାନେ, ପାଷ୍ଟରକୁ ଫଲୋ କରିବା ଲୋକମାନେ, ଏହି ସମୟରେ ଯଦି ଆପଣମାନେ ଏହି ଭିଡ଼ିଓକୁ ଦେଖୁଅଛ ଏବଂ ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ସେବକମାନେ, ଆପଣମାନେ ମଧ୍ୟ ଯଦି ଏହି ଭିଡ଼ିଓକୁ ଦେଖୁଅଛ, ତାହେଲେ ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଏବଂ ଖାସ କରି ପାଷ୍ଟରମାନଙ୍କ ପଛରେ ଚାଲିବା ଲୋକମାନଙ୍କୁ ଏବଂ ପାଷ୍ଟରମାନଙ୍କୁ ମଧ୍ୟ କହିବା ପାଇଁ ଚାହେଁ। ପାଷ୍ଟରମାନଙ୍କ ବିରୁଦ୍ଧରେ କହୁନାହିଁ, କିନ୍ତୁ ସେମାନଙ୍କର ଖରାପ ଶିକ୍ଷା ବିଷୟରେ କହୁଅଛି। ଜଣେ ବ୍ୟକ୍ତି ବିଷୟରେ କହୁନାହିଁ, ଜଣେ ବ୍ୟକ୍ତିର ଖରାପ ଶିକ୍ଷା ବିଷୟରେ କହୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ କିଛି ସମୟ ଏହି ଭିଡ଼ିଓକୁ ସଠିକ ଭାବରେ ଶୁଣନ୍ତୁ, ସଠିକ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପାଷ୍ଟରମାନଙ୍କ ପଛରେ ଚାଲିବା ଲୋକମାନେ, ଆପଣମାନଙ୍କୁ ସର୍ବପ୍ରଥମେ କହିବା ପାଇଁ ଚାହେଁ, କିନ୍ତୁ ଏହି ବିଷୟକୁ ରଖିବା ପୂର୍ବରୁ ଆପଣମାନଙ୍କର ମନର ଚିନ୍ତାଧାରା ଗୋଟିଏ ବିଷୟ କହିବା ପାଇଁ ଚାହେଁ। ଆପଣମାନେ ଭାବିବେ ବା ଲୋକମାନଙ୍କୁ ମଧ୍ୟ କହିବେ ଯେ ଏଡ଼େ ବଡ଼ ବଡ଼ ପ୍ରଭୁଙ୍କର ପ୍ରିୟ ଦାସମାନେ ସେମାନେ କେମିତି ଲୋକମାନଙ୍କୁ ମିଛ କହିବେ, ସେମାନେ କେବେ ମଧ୍ୟ ଲୋକମାନଙ୍କୁ ଖରାପ ଶିକ୍ଷା ଦେବେ ନାହିଁ, ସେମାନେ ମିଛ କଥା କହିବେ ନାହିଁ, କାରଣ ସେମାନେ ହେଉଛନ୍ତି ପ୍ରଭୁଙ୍କର ପ୍ରିୟ ଦାସମାନେ। ତାହେଲେ ଆପଣମାନେ ଧୋକା ଖାଉଛନ୍ତି, ଆପଣମାନଙ୍କୁ ନିଜେ ନିଜେ ଧୋକା ଖାଉଛନ୍ତି। ଅନେକ ମଣ୍ଡଳୀର ଲୋକମାନେ ମଧ୍ୟ ନିଜର ପାଳକମାନଙ୍କୁ ସେମାନଙ୍କର ସପକ୍ଷ ହୋଇ ସେମାନେ କହିବେ ଯେ ମୋର ପାଳକ କେବେ ମଧ୍ୟ ମିଛ କଥା କହିବ ନାହିଁ, ମିଛ ବା ଖରାପ ଶିକ୍ଷା ଦେବ ନାହିଁ। ଏହି ପ୍ରକାର ଆପଣମାନଙ୍କର ମନର ଚିନ୍ତାଧାରା ମଧ୍ୟ ଥିବ। କିନ୍ତୁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ କହିବା ପାଇଁ ଚାହେଁ ବା ପଚାରିବା ପାଇଁ ଚାହେଁ। ପରମେଶ୍ୱର, ସ୍ୱର୍ଗର ଦୂତମାନେ, ସେବକମାନେ, ପ୍ରଭୁଙ୍କର ପ୍ରିୟ ଦାସମାନେ ଏବଂ ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀମାନେ, ନୂତନ ଏବଂ ପୁରାତନ ବିଶ୍ୱାସୀ ବିଶ୍ୱାସିନୀମାନେ, ଏହି ଚାରିଜଣଙ୍କ ମଧ୍ୟରୁ କିଏ ଭ୍ରାନ୍ତ ହୋଇପାରେ? ଆପଣମାନଙ୍କୁ ମୋର ପ୍ରଶ୍ନ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ପାଷ୍ଟରମାନଙ୍କ ପଛରେ ଯଦି ଚାଲୁଛ ତାହେଲେ ଭଲ ବିଷୟ, କିନ୍ତୁ ପାଷ୍ଟରମାନଙ୍କୁ କୁହନ୍ତୁ ମାଷ୍ଟରକୁ ଫଲୋ କରିବା ନିମନ୍ତେ, ତେବେ ଯାଇ ଆପଣମାନେ ପାଷ୍ଟରକୁ ଫଲୋ କରନ୍ତୁ, ନହେଲେ ଆପଣମାନେ ଛାଡ଼ି ଦିଅନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ଖରାପ ପାଷ୍ଟରମାନଙ୍କ ପଛରେ ଯଦି ଚାଲୁଛ ତାହେଲେ ସେମାନଙ୍କୁ କୁହାଯାଏ ଅନ୍ଧ। ଅନ୍ଧ ବ୍ୟକ୍ତି କେବେ ଅନ୍ଧକୁ ରାସ୍ତା ଦେଖାଇ ପାରିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ କେତେ ବିଷୟ ବା କିଛି ବିଷୟ ଆପଣମାନଙ୍କ ପାଖରେ ଏମିତି ବିଷୟ ପ୍ରକାଶ କରିବା ପାଇଁ ଚାହେଁ, ଆପଣମାନେ ଭାବି ମଧ୍ୟ ନଥିବେ ସେହି ପ୍ରକାର ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ ଆପଣମାନଙ୍କୁ ମଧ୍ୟ କହିବା ପାଇଁ ଚାହେଁ, କିନ୍ତୁ ପ୍ରଭୁଙ୍କର ପ୍ରିୟ ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀମାନଙ୍କୁ କହିବା ପାଇଁ ଚାହେଁ। ସର୍ବପ୍ରଥମେ ଆପଣମାନେ ପାଷ୍ଟରମାନଙ୍କ ପଛରେ ଯିବେ ନା ପ୍ରଭୁ ଯୀଶୁଙ୍କ ପଛରେ ଯିବେ? ପାଷ୍ଟରମାନେ ଆପଣଙ୍କୁ ସୁସ୍ଥତା ଦେବେ ନା ପ୍ରଭୁ ଯୀଶୁ ଦେବେ? ଏବଂ ବିଚାର ଦିନରେ ଆପଣମାନଙ୍କର ନିଜର ହିସାବ ପ୍ରଭୁଙ୍କର ପ୍ରିୟ ଦାସମାନଙ୍କୁ ଦେବେ ନା ପ୍ରଭୁ ଯୀଶୁଙ୍କୁ ଦେବେ?
ଏବଂ ଆପଣମାନେ সেই প্রভু যীশুଙ୍କ ଦିନରେ ବା সেই ସ୍ୱର୍ଗକୁ ଯିବା ଦିନରେ ସେବକମାନେ ଆପଣଙ୍କୁ ସ୍ୱର୍ଗକୁ ନେବେ ନା ପ୍ରଭୁ ଯୀଶୁ ଆପଣଙ୍କୁ ସ୍ୱର୍ଗକୁ ନେବ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହୁଅଛି, ପାଷ୍ଟରମାନଙ୍କୁ ଆପଣମାନେ ଫଲୋ କରନ୍ତୁ, କିନ୍ତୁ ସେଇ ପାଷ୍ଟରମାନେ ପ୍ରଭୁ ଯୀଶୁଙ୍କୁ ଫଲୋ କରିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କର ଦାସମାନଙ୍କର କାମ ହେଲା ଆପଣମାନଙ୍କୁ ସଠିକ ଶିକ୍ଷା ଦେଇ ପ୍ରଭୁ ଯୀଶୁଙ୍କ ପଟେ ରାସ୍ତା ଦେଖାଇବା ସେମାନଙ୍କର କାମ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ କାହା ପଛରେ ଚାଲୁଛନ୍ତି? ଯୀଶୁଙ୍କ ପଛରେ ନା ପ୍ରଭୁ ଯୀଶୁଙ୍କର ଶିଷ୍ୟମାନଙ୍କ ପଛରେ, ସେବକମାନଙ୍କ ପଛରେ? ଏମିତି ଲୋକମାନେ ମଧ୍ୟ ଅଛନ୍ତି ବର୍ତ୍ତମାନ ସମୟରେ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ, ଆପଣମାନଙ୍କୁ କହୁଅଛି, ବିଶେଷ କରି ଯେ ଆପଣମାନଙ୍କର ବିଶ୍ୱାସ ପ୍ରଭୁ ଯୀଶୁଙ୍କ ପାଖରେ ନଥାଏ, ସେବକମାନଙ୍କୁ ଆପଣମାନେ ଅଧିକ ବିଶ୍ୱାସ କରୁଛନ୍ତି। ମୋ ପାଇଁ ଟିକେ ପ୍ରାର୍ଥନା କର, এই ପ୍ରକାର ଅନେକ ବିଷୟ ଅଛି। ମୋର କାନରେ ଶୁଣିଛି, ମୋର ସ୍ୱଚକ୍ଷୁରେ ଦେଖି ମଧ୍ୟ ଅଛି ଲୋକମାନଙ୍କର ବିଷୟକୁ। ଏବଂ ପ୍ରଭୁଙ୍କର ପ୍ରିୟ ଦାସମାନେ, ଯଦି ଆପଣମାନେ ଏହି ସମୟରେ ଦେଖୁଅଛ, ତାହେଲେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯେଉଁ ଜାଗାରେ ମଣ୍ଡଳୀ ଥାଏ, ଯେଉଁ ଜାଗାରେ ଖ୍ରୀଷ୍ଟୀୟ ବିଶ୍ୱାସୀମାନେ ଥାନ୍ତି, সেই ଜାଗାରେ ଆଗରୁ ପ୍ରଭୁଙ୍କର ପ୍ରିୟ ଦାସ ଯାଇ ସେହି ଜାଗାରେ ଲୋକମାନଙ୍କୁ ଶିକ୍ଷା ଦେଉଥାଏ। সেই ଜାଗାରେ ହିଁ ଏମିତି ପ୍ରଭୁଙ୍କର ପ୍ରିୟ ଦାସମାନେ ଅଛନ୍ତି, ସେହି ଜାଗାକୁ ଯାଇ ଦୁଇ ଭାଗ କରନ୍ତି। সেই ମଣ୍ଡଳୀର ଲୋକମାନଙ୍କୁ ହିଁ ଦୁଇ ଭାଗ କରନ୍ତି ଏବଂ ଅନ୍ୟ ଜାଗାକୁ ସେମାନେ ବସାନ୍ତି। ଆପଣମାନେ କେମିତି ଶିକ୍ଷା ପାଇଅଛ? ଆପଣମାନଙ୍କୁ କ'ଣ କହିବା ଦରକାର? ଶୈତାନର ସନ୍ତାନ ନା ପ୍ରଭୁ ଯୀଶୁଙ୍କର ସନ୍ତାନ? ଏବଂ ଆପଣମାନେ ମଧ୍ୟ ପ୍ରଭୁଙ୍କର ପ୍ରିୟ ଦାସମାନେ, ଏମିତି ଲୋକମାନେ ଅଛନ୍ତି, ଯଦି ଆପଣମାନେ ଏହି ପ୍ରକାର କାର୍ଯ୍ୟ କରୁଅଛନ୍ତି ତାହେଲେ ଆପଣମାନଙ୍କୁ ବାଧିବ। ସେମାନେ ପ୍ରଭୁଙ୍କ ପଟେ ରାସ୍ତା ନ ଦେଖାଇ ନିଜ ପଟେ ଆକର୍ଷଣ କରୁଛନ୍ତି। ମୋ ପାଖକୁ ଆସ, ମୁଁ ପ୍ରାର୍ଥନା କଲେ ତୁମମାନେ ସୁସ୍ଥତା ଲାଭ ପାଇବ। କିନ୍ତୁ ସେମାନେ ପ୍ରଭୁଙ୍କ ପଟେ ରାସ୍ତା ଦେଖାଇବା ଦରକାର, କିନ୍ତୁ ଆପଣମାନେ ନିଜ ପଟେ ଆକର୍ଷଣ କରୁଛନ୍ତି। ଏବଂ ବାପ୍ତିସ୍ମ ଦେଲା ପରେ ଅନ୍ୟ ଜାଗାକୁ ଯଦି ଜଣେ ବ୍ୟକ୍ତି ଚାଲିଯାଏ, ତାହେଲେ সেই ବ୍ୟକ୍ତିକୁ ଆପଣମାନେ କହିବେ, ତୁମ ଉପରେ ପାପ ଆସିବ। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଦାସମାନେ, ବାପ୍ତିସ୍ମ ପ୍ରଭୁ ଯୀଶୁ ନେଲେ ଯୋହନଙ୍କ ଠାରୁ। ଯୋହନ କାହିଁକି ସେମିତି କହିଲେ ନାହିଁ ଯେ ତୁମକୁ ପାପ ଲାଗିବ, ତୁମେ ମୋ ପାଖକୁ ଆସ। ଏବଂ ଯେଉଁ ଜାଗାରେ ମଣ୍ଡଳୀ ଥାଏ, ସେହି ଜାଗାରେ ହିଁ ଦୁଇ ଭାଗ କରୁଛନ୍ତି ପ୍ରଭୁଙ୍କର ପ୍ରିୟ ଦାସମାନେ। ଆପଣମାନେ କେମିତି ଶିକ୍ଷା ପାଇଛନ୍ତି? ଏବଂ ଏମିତି ପ୍ରଭୁଙ୍କର ପ୍ରିୟ ଦାସମାନେ, ଆପଣମାନେ ଯଦି ଶୁଣୁଅଛ, ତାହେଲେ ଏମିତି ଲୋକମାନେ ମଧ୍ୟ ଅଛନ୍ତି, ଗୋଟିଏ ପଦପର୍ବ କହି ଜଗତର ବିଷୟ କହନ୍ତି। ଜଗତର ବିଷୟ ଆପଣମାନେ କେମିତି ଶିକ୍ଷା ପାଇଛନ୍ତି? ମଣ୍ଡଳୀକୁ ଦୁଇ ଭାଗ କରିବା ଆପଣମାନଙ୍କୁ ଜଣା, କିନ୍ତୁ ଲୋକମାନଙ୍କୁ ସଠିକ ଶିକ୍ଷା ଦେବା ପାଇଁ ଆପଣମାନଙ୍କୁ ଜଣା ନାହିଁ। ଆପଣମାନଙ୍କୁ ସଠିକ ଶିକ୍ଷା ଦିଅନ୍ତୁ। ମଣ୍ଡଳୀମାନଙ୍କୁ ଦୁଇ ଭାଗ କରନ୍ତୁ ନାହିଁ। ଯେଉଁ ଜାଗାରେ ଲୋକମାନେ ନାହାନ୍ତି, ସେହି ଜାଗାରେ ଯାଇ ଆପଣମାନେ ଲୋକମାନଙ୍କୁ ପ୍ରଭୁଙ୍କ ପ୍ରତି ଫେରାନ୍ତୁ ଏବଂ ଆଶ୍ଚର୍ଯ୍ୟ କର୍ମ କରୁଅଛ। ପ୍ରଭୁ ଯୀଶୁ ଆଶ୍ଚର୍ଯ୍ୟ କର୍ମ କରନ୍ତି, ପ୍ରଭୁ ଯୀଶୁଙ୍କର ଦାସମାନେ ମଧ୍ୟ କରନ୍ତି। କିନ୍ତୁ ଯେଉଁ ଜାଗାରେ ପ୍ରଭୁ ଯୀଶୁଙ୍କର ଲୋକମାନେ ଥାନ୍ତି, ସେହି ଜାଗାରେ ହିଁ କାହିଁକି କରୁଛ? ଅନ୍ୟ ଜାଗାକୁ ଯାଇ କର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ, এই ସମୟରେ এই ଭିଡ଼ିଓକୁ ଦେଖୁଥିବା ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ, ପ୍ରଭୁଙ୍କର ପ୍ରିୟ ଦାସ ଦାସୀ ମାନେ, ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ,
ଶୁଣି ମଣ୍ଡଳୀକୁ ପ୍ରଭୁଙ୍କର ପ୍ରିୟ ଦାସମାନେ ଦୁଇ ଭାଗ କଲା ପରେ କାହିଁକି ବାପ୍ତିସ୍ମ ଜଲ୍ଦି ଦିଅନ୍ତି ଆପଣମାନଙ୍କୁ କହିବା ପାଇଁ ଚାହେଁ। ଏହି ମଣ୍ଡଳୀର ଲୋକମାନେ ଯେପରି ସେଇ ମଣ୍ଡଳୀକୁ ନ ଯାଆନ୍ତୁ, ସେଥିପାଇଁ ସେମାନେ ଡରିକି ମଧ୍ୟ ବାପ୍ତିସ୍ମ ଦେଉଅଛନ୍ତି। ସେମାନଙ୍କର ହିସାବ ସେମାନେ ଦେବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଯେମିତି ପାଷ୍ଟରଙ୍କ ହେଲେ ପଛରେ ଆପଣମାନେ ଯାଆନ୍ତୁ ନାହିଁ। ଜଣେ ପାଷ୍ଟର ଯଦି ଶିକ୍ଷା ଦେଉଛି ତାକୁ ପଚାରିବା ମଧ୍ୟ ଆପଣଙ୍କର ଅଧିକାର ଅଛି। ସେ ବାଇବଲରେ ଥିବା ବିଷୟ ଶିକ୍ଷା ଦେଉଛି କିମ୍ବା ବାଇବଲର ବାହାରେ ଦେଉଅଛି, ଆପଣମାନେ ପଚାରି ପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଆପଣମାନେ ଅଧ୍ୟୟନ କରନ୍ତୁ। ତେବେ ଯାଇ ଆପଣମାନେ ଜାଣିପାରିବେ ଜଣେ ବ୍ୟକ୍ତି ସେ କେମିତି ଶିକ୍ଷା ଦେଉଅଛି। ନହେଲେ ଆପଣମାନେ ଜାଣିପାରିବେ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆପଣମାନଙ୍କର ହିସାବ ପ୍ରଭୁଙ୍କର ପ୍ରିୟ ଦାସମାନେ ମଣ୍ଡଳୀର ଲୋକମାନଙ୍କୁ ଆପଣମାନେ ଏଜୁକେଟ୍ କରନ୍ତୁ। ତୁମେମାନେ ମୋର ପଛରେ ଆସନ୍ତୁ ନାହିଁ, ପ୍ରଭୁଙ୍କ ପଛରେ ଚାଲନ୍ତୁ, ଏ ପ୍ରକାର ଶିକ୍ଷା ଦିଅନ୍ତୁ। ଏବଂ ନିଜର ବିଶ୍ୱାସ ନିଜକୁ ସୁସ୍ଥତା ଦେବ ଏହି ପ୍ରକାର ଆପଣମାନେ ଶିଖାନ୍ତୁ। କିନ୍ତୁ ଆପଣମାନେ ମୋ ପାଖକୁ ଆସ, ମୁଁ ପ୍ରାର୍ଥନା କଲେ ତୁମେ ସୁସ୍ଥତା ପାଇବ, କେତେ ବିଷୟ କହୁଅଛ। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବର୍ତ୍ତମାନ ସମୟରେ ଅନ୍ୟ ଭାଷା ବୋଲି କହିଲେ ରାବା ରାବା ଲାକା ରାକା 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 ବୋଲି ଭାବୁଛ। ଏହା ହେଉଛି ଅନ୍ୟ ଭାଷା ନୁହେଁ, ଏହା ହେଉଛି ଜିବ୍ରିଶ ଶୈତାନର ଭାଷା। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଆଶ୍ଚର୍ଯ୍ୟ ପଛରେ ଚାଲୁଛନ୍ତି। ଯେଉଁ ଜାଗାରେ ଆଶ୍ଚର୍ଯ୍ୟ ସେଇ ଜାଗାରେ ଚାଲୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଆଶ୍ଚର୍ଯ୍ୟ ପଛରେ ଆପଣମାନେ ଚାଲନ୍ତୁ ନାହିଁ। ଆପଣମାନେ ପ୍ରଭୁଙ୍କର ବାକ୍ୟ ପ୍ରତି ଆପଣମାନେ ଆକର୍ଷଣ ହୋଇ ପ୍ରଭୁଙ୍କ ପଛରେ ଆପଣମାନେ ଚାଲନ୍ତୁ। ଏବଂ ପ୍ରଭୁଙ୍କର ପ୍ରିୟ ଦାସମାନେ, ଆପଣମାନେ ଆଶ୍ଚର୍ଯ୍ୟ କରୁଅଛ, ଭଲ ବିଷୟ। କିନ୍ତୁ ଯେଉଁ ଆଶ୍ଚର୍ଯ୍ୟ କରୁଅଛ ତାହା ବିଜାତିମାନଙ୍କ ପାଖରେ କରନ୍ତୁ। ଏବଂ ଆପଣମାନେ, ଅନେକ ଲୋକ ମଧ୍ୟ କହନ୍ତି ପ୍ରଭୁଙ୍କର ଦାନ ମୋତେ ମିଳିଛି, ପ୍ରଭୁ ଦାନ ଦିଅନ୍ତି। କିନ୍ତୁ ଆପଣମାନେ ଯେଉଁ ପ୍ରକାର ଭାଷା କହୁଛନ୍ତି, ଅନ୍ୟ ଭାଷା ବୋଲିକି ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି, ଯେଉଁ ରାବା ରାବା ଲାକା ରାକା 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 ଏ ବିଷୟ କହୁଅଛ, ଏ ବିଷୟ କହି ଲୋକମାନଙ୍କୁ ଭ୍ରାନ୍ତ କରୁଅଛ। ଏ ବିଷୟ ହେଉଛି ପ୍ରଭୁ ଯୀଶୁଙ୍କର ଭାଷା ନୁହେଁ ବା ଗ୍ଲୋସା ନୁହେଁ, ଏହା ହେଉଛି ଜିବ୍ରିଶ ଭାଷା ଅଟେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଭ୍ରାନ୍ତ ହୁଅନ୍ତୁ ନାହିଁ। କାରଣ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ, ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ଆତ୍ମାମାନଙ୍କୁ ପରୀକ୍ଷା କର। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ବର୍ତ୍ତମାନ ସମୟରେ ଅନେକ ଶିକ୍ଷକ, ଅନେକ ଭାବବାଦୀ, ଅନେକ ପ୍ରଚାରକ, ଅନେକ ଲୋକ ବାହାରି ଅଛନ୍ତି। ସେମାନଙ୍କୁ ଚିହ୍ନିବା ପାଇଁ ହେଲେ, ଜାଣିବା ପାଇଁ ହେଲେ ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଧ୍ୟୟନ କରିଥିବା ଦରକାର। କେବେ ମଧ୍ୟ ଜଣେ ଅନ୍ଧ ବ୍ୟକ୍ତି ଅନ୍ଧକୁ ରାସ୍ତା ଦେଖାଇ ପାରିବ ନାହିଁ। ଯଦି ଗୋଟିଏ ଅନ୍ଧକୁ ଯଦି ଆପଣମାନେ ପଚାରିବେ ନାହିଁ ବା ଦେଖିବେ ନାହିଁ, ସେ ଜଣେ ଅନ୍ଧ ବ୍ୟକ୍ତି ବୋଲି ଜାଣିବେ ନାହିଁ, ଯଦି ତା ପଛରେ ଯଦି ଆପଣମାନେ ଚାଲୁଛନ୍ତି, ତାହେଲେ ସେ ତ ଗାତରେ ପଡ଼ିବ, ଆପଣମାନେ ମଧ୍ୟ ସମସ୍ତ ଲୋକ ଗାତରେ ପଡ଼ିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ଜଣେ ବ୍ୟକ୍ତିଙ୍କୁ ଆମେମାନେ ପରୀକ୍ଷା କରିବା ଦରକାର, ଜାଣିବା ଦରକାର ସେ ଅନ୍ଧ ବ୍ୟକ୍ତି କି ଅନ୍ଧ ନୁହେଁ। ଯଦି ସେଇ ଶେଷ ଦିନରେ ସେ ଯଦି ନରକକୁ ଯିବ, ତାହେଲେ ଆପଣମାନେ ମଧ୍ୟ ସମସ୍ତ ଲୋକ ନରକକୁ ଯିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ବର୍ତ୍ତମାନ ସମୟରେ ଯେଉଁ ତଳକୁ ଅଦ୍ରାଉଛନ୍ତି ଲୋକମାନଙ୍କୁ, କିଏ ଅଦ୍ରି ଥିଲା ତଳକୁ? ଶୈତାନ ଅଦ୍ରି ଥିଲା। ପ୍ରଭୁ ଯୀଶୁଙ୍କର କାମ ହେଲା ଲୋକମାନଙ୍କୁ ଉଠେଇବା। ଏବଂ ଯେଉଁମାନେ ରାବା ରାବା ଲାକା ରାକା 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 ବୋଲି କହୁଛ, ଆପଣମାନଙ୍କୁ କହିବା ପାଇଁ ଚାହେଁ, এই ଭାଷା ହେଉଛି ଶୈତାନର ଭାଷା। ଯଦି ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବେ, ଦୁଇଟି ସୁସମାଚାର, ଦୁଇଟି ଅନ୍ୟ ଭାଷା, ଦୁଇଟି ସନ୍ତାନ, ଯୀଶୁଙ୍କର ସନ୍ତାନ, ଶୈତାନର ସନ୍ତାନ, এই ପ୍ରକାର ଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଦାସମାନେ, ଆପଣମାନେ କେମିତି ଶିକ୍ଷା ପାଇଅଛ ଯେ ଆପଣମାନେ ଲୋକମାନଙ୍କୁ ଭାଗ ଭାଗ କରୁଅଛ? ଏମିତି ଆପଣମାନେ ଶିକ୍ଷା ପାଇଅଛ? ପ୍ରଭୁ ଯୀଶୁ ଏମିତି ଶିଖାଇ ନାହାନ୍ତି। ପ୍ରଭୁ ଯୀଶୁଙ୍କର ଦାସମାନେ ମଧ୍ୟ ଏମିତି ଶିଖାଇ ନାହାନ୍ତି ବା ଶିଷ୍ୟମାନେ। କିନ୍ତୁ ଆପଣମାନେ ଏମିତି କରୁଅଛ। ଜାଗ୍ରତ, ଆପଣମାନେ ଜାଗ୍ରତ। ଯଦି ମୁଁ ମଧ୍ୟ ସେମିତି କରିଥାଏ, ତାହେଲେ ମୁଁ ମଧ୍ୟ ଜାଗ୍ରତ।
ଆମମାନଙ୍କୁ କିଛି ଲାଗୁନାହିଁ, କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେ କେତୋଟି ବିଷୟ ଦେଖିବା ନିମନ୍ତେ ଯିବା ଈଶ୍ୱରଙ୍କର ପବିତ୍ର ବାଇବଲରେ ଥିବା ବିଷୟ। ବର୍ତ୍ତମାନ ସମୟରେ ଲୋକମାନେ ଯେଉଁ ଜାଗାରେ ସୁନ୍ଦର ଲାଗୁଛି, ଶ୍ରଦ୍ଧା ଲାଗୁଛି, ଏନ୍ଜୟ କରୁଛନ୍ତି, ଆଶ୍ଚର୍ଯ୍ୟ ଚାଲିଛି, ସେଇ ଜାଗାରେ ହିଁ ଲୋକମାନଙ୍କର ବା ପ୍ରଭୁଙ୍କର ପ୍ରିୟ ଦାସ ଦାସୀ ମାନେ ସେଇ ଜାଗାରେ ଯାଉଛନ୍ତି। ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ଶ୍ରଦ୍ଧା ଲାଗିଲା ଭଳି, ଆନନ୍ଦ ଲାଗିଲା ଭଳି, ଖୁସି ଲାଗିଲା ଭଳି ବାକ୍ୟ ଦରକାର। ଆପଣମାନେ ଆଶ୍ଚର୍ଯ୍ୟ ପଥରେ ଚାଲୁଛ ଏବଂ ଯେଉଁମାନେ ଆଶ୍ଚର୍ଯ୍ୟ କର୍ମ କରୁଅଛ, ପ୍ରଭୁଙ୍କର ପ୍ରିୟ ଦାସମାନେ, ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ, ଏ ଅଧର୍ମଚାରୀ ମାନେ ମୋ ପାଖରୁ ଦୂର ହୁଅ। ସେମାନେ ଭୂତ ଛଡ଼ାଇଲେ, ଆଶ୍ଚର୍ଯ୍ୟ କର୍ମ କଲେ, ସେମାନଙ୍କୁ ହିଁ ଶେଷରେ କହିଲେ ପ୍ରଭୁ ଯୀଶୁ। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଥିବା କେତୋଟି ପଦପର୍ବ ଦେଖିବା ନିମନ୍ତେ ଯିବା। ଗାଲାତୀୟ ମଣ୍ଡଳୀକୁ ଲେଖି ଜଣାଉଛନ୍ତି ପ୍ରେରିତ ପାଉଲ। ସେ କ'ଣ ବୋଲି କହୁଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ? 6, 7, 8 ତାର ଏକ ପର୍ବ 6, 7, 8। ଖ୍ରୀଷ୍ଟଙ୍କ ଅନୁଗ୍ରହର ଯେ ତୁମମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହୋଇଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। ଅନ୍ୟ ସୁସମାଚାର, ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମମାନଙ୍କୁ ଅସ୍ଥିର କରୁଅଛନ୍ତି। ବର୍ତ୍ତମାନ ସମୟରେ ମଧ୍ୟ ଏମିତି ଲୋକମାନେ ଅଛନ୍ତି, ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି, ଅସ୍ଥିର କରୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ ବିଶ୍ୱାସୀମାନଙ୍କୁ ଭ୍ରାନ୍ତ କରୁଛନ୍ତି ଏବଂ ଖ୍ରୀଷ୍ଟଙ୍କ ସୁସମାଚାର ବିକୃତ କରିବାକୁ ଇଚ୍ଛା କରୁଛନ୍ତି। ସେମାନେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ ଥାନ୍ତୁ। ଏବଂ ଲେଖାଯାଏ, କିନ୍ତୁ ଯେଉଁ ସୁସମାଚାର ଆମମାନେ ତୁମମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଆମେମାନେ କିମ୍ବା ସ୍ୱର୍ଗର ଦୂତ ହେଲେ କେହି ଯଦି ତଦ୍ଭିନ୍ନ ଅନ୍ୟ ସୁସମାଚାର ଯଦି ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। ପ୍ରଭୁ ଯୀଶୁଙ୍କର ବାକ୍ୟ ଅନୁସାରେ ଯଦି କହୁନାହାନ୍ତି, ଅନ୍ୟ ସୁସମାଚାର ଯଦି କହୁଛନ୍ତି, ତାହେଲେ ସ୍ୱର୍ଗର ଦୂତ ହେଲେ ମଧ୍ୟ ସେ ଶାପଗ୍ରସ୍ତ ହେଉ ବୋଲି ଲେଖାଯାଏ। କିନ୍ତୁ ଆପଣମାନେ ଜାଗ୍ରତ ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଲେଖାଯାଏ ପିଲିପିଓ ତାର 3 ତାର 2, କୁକୁରମାନଙ୍କ ଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀ ମାନଙ୍କ ଠାରୁ ସାବଧାନ, ସୁନତବାଦୀ ଲୋକମାନଙ୍କ ଠାରୁ ସାବଧାନ। ଏ କୁକୁର କାହାକୁ କୁହାଯାଇଅଛି? ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଲେଖାଯାଏ 1 ତିମୋଥୀ 2 ତିମୋଥୀରେ ଲେଖାଯାଏ, 1 ତିମୋଥୀ ତାର 4 ପର୍ବ 1 ପଦରେ ଲେଖାଯାଏ, 1 ତିମୋଥୀ 4:1। 1 ତିମୋଥୀ 4:1। ମୁଁ ଈଶ୍ୱରଙ୍କ ସାକ୍ଷାତରେ ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ମୃତ୍ୟୁ ଉଭୟଙ୍କ ବିଚାର କରିବା ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମକୁ ଦୃଢ଼ ଆଜ୍ଞା ଦେଉଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଜାଗାରେ ଲେଖାଯାଏ 2 ତିମୋଥୀ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। 1 ତିମୋଥୀ 4:1। ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଉତ୍ତର କାଳରେ କେହି କେହି ଭ୍ରଷ୍ଟ ବିବେକ ମିଥ୍ୟାବାଦୀ ଲୋକମାନଙ୍କର କପଟପଣରେ ଭ୍ରାନ୍ତିଜନକ ଆତ୍ମାମାନଙ୍କ ପ୍ରତି, ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ 2 ତିମୋଥୀରେ ଲେଖାଯାଏ ତାର 2:16ରେ, 2 ତିମୋଥୀ 2:16 ଲେଖାଯାଏ, କିନ୍ତୁ ଅସାର ଭୋକ ଆପଣରୁ ପୃଥକ ରୁହ, କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ। ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ। ସେମାନଙ୍କ ମଧ୍ୟରେ ହୁମନାୟ, ପିଲିପିଓ
ଅନ୍ୟତମ ପ୍ରଭୁଙ୍କର ପ୍ରିୟ ଲୋକମାନେ ବର୍ତ୍ତମାନ ସମୟରେ ସତ୍ୟ ବାକ୍ୟକୁ ବା ସଠିକ୍ ଶିକ୍ଷାକୁ ଲୋକମାନେ ସହ୍ୟ କରିପାରିବେ ନାହିଁ, ସମ୍ଭାଳି ପାରିବେ ନାହିଁ, ଲୋକମାନଙ୍କୁ ବାଧିଯିବ। କିନ୍ତୁ ବର୍ତ୍ତମାନ ସମୟରେ ଖରାପ ଶିକ୍ଷା ପ୍ରତି ଲୋକମାନେ ଆକର୍ଷଣ ହେଉଛନ୍ତି ଏବଂ ପ୍ରଭୁଙ୍କର ପ୍ରିୟ ଦାସମାନେ ଆପଣମାନେ ମଧ୍ୟ ଆକର୍ଷଣ କରନ୍ତୁ। କିନ୍ତୁ ମଣ୍ଡଳୀକୁ ଆପଣମାନେ ଦୁଇ ଭାଗ କରନ୍ତୁ ନାହିଁ। ପ୍ରଭୁଙ୍କ ପ୍ରତି ରାସ୍ତା ଦେଖାନ୍ତୁ। ଏ ବିଷୟରେ ବହୁତ କିଛି କହିବା ପାଇଁ ଚାହେଁ ନାହିଁ।